ଆଉ ଆଳିକଣିକା ଭିତରେ ତାଙ୍କ ଭଳି ନେତା କେହି ବାହାରି ପାରିବେ ନାହିଁ ଆମର ଆଶା। ଯାହା ସେ ଯଦି ଆଜି ପରଲୋକରେ ଚାଲିଗଲେ ଆମକୁ ବହୁତ ଦୁଃଖ ଆଉ କାନ୍ଦ ବି ଲାଗୁଛି, ଆଉ ମୁଣ୍ଡ ଫାଟିଯାଉଛି, କିଛି କହିପାରୁନୁ ଆମେ। ଯାହା ହଉ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ତାଙ୍କର ଏ ଆତ୍ମାକୁ ସ୍ୱାଗତ କରନ୍ତୁ। ତ ପ୍ରଥମରୁ ଅଛି ତାଙ୍କ ସାଙ୍ଗରେ, ଆଉ ତାଙ୍କ ବାପା ଥିଲେ ଯେତେବେଳେ ଥିଲି, ଆଉ ଏବେ ବି ଅଛି। ଆଉ ଜଣେ ସାଲିସ ବିହୀନ ରାଜନେତା ଥିଲେ। ଜୀବନରେ ଗୋଟେ ସବୁଠୁ ତଳ ସ୍ତରରେ ଥିବା ଲୋକକୁ ଉପରକୁ ଉଠାଇବା ପାଇଁ ତାଙ୍କ ସମଗ୍ର ଜୀବନ ସମର୍ପିତ ଥିଲା। ଆଳିର ସ୍ୱାର୍ଥ ପାଇଁ, ଓଡ଼ିଶାର ହିତ ପାଇଁ ଯେତେବେଳେ ଯେଉଁ ନିଷ୍ପତ୍ତି ନେବା ଦରକାର ପଡ଼ୁଥିଲା ସେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେଉଥିଲେ। ଗୋଟେ ସାଧାରଣ କର୍ମୀ ପାଖରେ ଯେତେବେଳେ ଆବଶ୍ୟକ ପଡ଼େ ରାତି ଅଧରେ ହେଲେ ବି ଯଦି କେହି ରାଜନେତା ଆଳିରେ ଯାଇ ପହଞ୍ଚୁଥିଲା ସେ ଦେବେନ୍ଦ୍ର ଶର୍ମା ଥିଲେ। ତାଙ୍କ ସାରା ଜୀବନ ଗୋଟେ ଆଳିକି ଉନ୍ନତ କରିବେ, ଆଳି ବିକଶିତ ହେବ, ଆଳିରେ ତାଙ୍କ ନେତୃତ୍ୱରେ ଯେଉଁ ଯୁବ ପ୍ରତିଭା ସବୁ ବାହାରିଛନ୍ତି ସେମାନଙ୍କୁ ଆହୁରି ଉପରକୁ ଉଠିବେ, ସେଇ କାମଟା ତାଙ୍କ ସାରା ଜୀବନ ପାଇଁ ସେ କରିଛନ୍ତି। ଅତି ନିର୍ଲିପ୍ତ ଭାବରେ କରିଛନ୍ତି। ଜୀବନରେ ଅର୍ଥକୁ ସେ ଅନେଇ ନାହାନ୍ତି, ପଇସାକୁ ଅନେଇ ନାହାନ୍ତି। ସାରା ଜୀବନ ରାଜନୀତିରେ ଜୀବନରେ ଯାହା ଥିଲା ତାଙ୍କ ପରିବାରର ସବୁକୁ ହରେଇ ଦେଇଛନ୍ତି। ସେ ରାଜନୀତିରେ କେତେବେଳେ ଅର୍ଥ ଉପାର୍ଜନ କରିନାହାନ୍ତି। ସବୁ ଅର୍ଥକୁ ହରେଇ ଦେଇକରି, ସବୁ ସମ୍ପତ୍ତିକୁ ହରେଇ ଦେଇକି ସାଧାରଣ ଲୋକଙ୍କ ପାଇଁ ସେ କାମ କରିଛନ୍ତି। ଆଜି ଆଳିର ସାଧାରଣ ଜନତା ତାଙ୍କର ଏ ଅକାଳ ବିୟୋଗରେ ଅତ୍ୟନ୍ତ ଭାବରେ ମ୍ରିୟମାଣ, ଅତ୍ୟନ୍ତ ଭାବରେ ଦୁଃଖିତ। ସମସ୍ତଙ୍କ ଆଖିରେ ଆଜି ଲୁହ ଅଛି। ଅଗଣିତ ଲୋକ ଅପେକ୍ଷା କରିଛନ୍ତି ତାଙ୍କ ମର ଶରୀରକୁ ଆଳିରେ ପହଞ୍ଚିବ, ତାକୁ ଶୋଭାଯାତ୍ରାରେ ନେବେ, ତାଙ୍କ ପ୍ରିୟ ନେତାଙ୍କର ଅନ୍ତିମ ଦର୍ଶନ କରିବେ। ଆଜି ଏ ଶୋକାକୁଳ ପରିବେଶ ସାରା ଆଳିରେ ସୃଷ୍ଟି ହେଇଛି। ଭଗବାନ ତାଙ୍କ ଆତ୍ମାର ସଦ୍ଗତି ଦିଅନ୍ତୁ। ତାଙ୍କ ଏଇ ଯେଉଁ ଅକାଳ ବିୟୋଗ ଜନିତ ଦୁଃଖ ସହିବାକୁ ତାଙ୍କ ପରିବାରକୁ ସାହସ ଦିଅନ୍ତୁ। ଏଇ କଥା କହିକିରି ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ସେଭଳିଆ ଜଣେ ରାଜନେତା ଆଉ ବୋଧେ ଆଳିରେ ଜନ୍ମ ହେବେ ନାହିଁ। ମୁଁ ଏଇ କଥା କହିକିରି ଦେବେନ୍ଦ୍ର ଶର୍ମା ଅମର ରହେ, ଦେବେନ୍ଦ୍ର ଶର୍ମା ଅମର ରହେ। ଆପଣମାନେ ତ ଦେଖୁଥିବେ ତାଙ୍କ ପରଲୋକ ଖବର ପାଇ ତାଙ୍କ ବାସଭବନ ନିକଟରେ ଲୋକମାନଙ୍କର ଯେଉଁ ଗହଳି, ଏଥିରୁ ଆପଣ ସ୍ପଷ୍ଟ ପ୍ରମାଣିତ ଯେ ସେ ଜଣେ କେଉଁ ଭଳି ଲୋକ ଥିଲେ। ସେ ସାଧାରଣ ଜନତାଙ୍କର ସେ ଥିଲେ ପାଟି, ଗୋଟେ ଗରିବ ଲୋକର ସେ ଥିଲେ ଆଖି। ଦୁଃଖୀ ଦରିଦ୍ର ମେହନତୀ ମଣିଷର କଥା ଯିଏ ବୁଝୁଥିଲେ ଆଉ ସେମାନଙ୍କର ସମସ୍ୟାକୁ ସମାଧାନ କରିବାକୁ ଆପ୍ରାଣ ଚେଷ୍ଟା କରୁଥିଲେ, ସେଇଭଳି ଜଣେ ଦରଦୀ ଜନନାୟକଙ୍କୁ ହରେଇ ଆଜି ଆଳିକନିକା ଅତ୍ୟନ୍ତ ମର୍ମାହତ। ଆଉ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଯେ ଆଳିକନିକାର ଦୁଃଖ ବୁଝିବା ପାଇଁ କିଏ ଆଉ ଆଗଭର ହେବ। ଆପଣମାନେ ଦେଖିଥିବେ ପ୍ରତ୍ୟେକଟି କଥାରେ ଯେକୌଣସି କାମ ହେଉ, ଅଘଟଣ ଘଟୁ, ସେଠି ଦେବେନ୍ଦ୍ର ଶର୍ମା ଯାଇ ଛିଡ଼ା ହେଇଥିବେ। ଯେକୌଣସି ଗୋଟେ କାର୍ଯ୍ୟ ଭୁଲ କାର୍ଯ୍ୟ ହେଉଛି ତାକୁ ବିରୋଧ କରୁଥିଲେ, ସିଏ ଆଗେ ହିଁ ଯାଇ ପହଞ୍ଚିବେ। ବିଗତ 20 ବର୍ଷ ହେଲା ଆମେ ତାଙ୍କ ସହିତ ଏଇ ରାଜନୈତିକ ସ୍ତରରେ ହେଉ, ସାଧାରଣ ଲୋକଙ୍କ କଥାରେ ହେଉ, ବା କିଛି ଦିନ ତଳେ ଆମ ସହିତ এই ଯେଉଁ ଖରସ୍ରୋତା ଆନ୍ଦୋଳନରେ ଆମର ସେଠି ସାମିଲ ହୋଇ ଦୀର୍ଘ 4-5 ବର୍ଷ ଧରି ଯେଉଁଭଳି ଅକ୍ଳାନ୍ତ ପରିଶ୍ରମ କରିକି ଆମ ଏ ଜନସାଧାରଣଙ୍କର ଦୁଃଖ ବୁଝୁଥିଲେ, ସେଭଳି ଜଣେ ଦରଦୀ ନେତାଙ୍କୁ ହରେଇ ଆଜି ଆଳିକନିକା ଅତ୍ୟନ୍ତ ମର୍ମାହତ।